ସେହି ମଙ୍ଗଳ ଚଳନ ଅଗଷ୍ଟ 3ରୁ ସେପ୍ଟେମ୍ବର 18 ପର୍ଯ୍ୟନ୍ତ ମଙ୍ଗଳ ମହାଗ୍ରହ ମିଥୁନ ରାଶିକୁ ସଞ୍ଚାର କରୁଛନ୍ତି। ମକର ରାଶି ଭାଇ ଭଉଣୀମାନେ ଯେତେ ପୃଥିବୀରେ ରହିଲେ 21-9 ଉତ୍ତରାଷାଢ଼ା ମକର, ଶ୍ରବଣା ମକର 22-10, 23-10 ଧନିଷ୍ଠା ମକର। ଏମାନଙ୍କର ମଙ୍ଗଳ କି ଶୁଭଫଳ ଦେବେ ଦେଖିବା। ମକର ରାଶି, ମକର ଲଗ୍ନ। ମଙ୍ଗଳ ହେଲେ ଏକାଦଶାଧିପତି ଓ ଚତୁର୍ଥାଧିପତି। ସେ ରହିଲେ ମିଥୁନରେ ଷଷ୍ଠସ୍ଥ। ତେଣୁକରି ଷଷ୍ଠ ମଙ୍ଗଳ ଶୁଭଦାୟକ, ଅଶୁଭ ନୁହଁ। ଶତ୍ରୁଘର ହେଲେ ବି ମଙ୍ଗଳ ଅଶୁଭ ଫଳ ଦେବେ ନାହିଁ। ଷଷ୍ଠରେ ଶତ୍ରୁ ଯେଉଁ ଆପଣଙ୍କର ଥିବେ ସେ ମୁହଁ ଘୋଡ଼େଇକି ଠିଆ ହେବେ, ନୁଚିବେ। ଶତ୍ରୁ ଦେଖିଲେ ଆପଣ ନୁଚିବେ। ଏଇଟା ଏଇ 1.5 ମାସ ଠିକ୍ ରହିବ, ଶତ୍ରୁର ଫଳ ଆସିବନି। ଯଦି ଗାଈ ଗୋରୁ ଜୀବଜନ୍ତୁ କିଣିବାକୁ ଅଛି କିଣି ଆଣନ୍ତୁ ଘରକୁ, କିଛି ଅସୁବିଧା ନାହିଁ। ଚଢ଼େଇ, କୁକୁର, ମେଣ୍ଢା, ଛେଳି ଯିଏ ଯାହା ରଖିବ କରନ୍ତୁ, କିଛି ଅସୁବିଧା ନାହିଁ। ଶତ୍ରୁ ନିପାତ ହେବେ। ଜୀବଜନ୍ତୁ କିଣିବା ଯୋଗ ରହିଛି। ଆଉ ବାକି ବିଦେଶ ଯାତ୍ରା ବି ରହିଛି, କିଛି ଅସୁବିଧା ନାହିଁ। ଦୃଷ୍ଟି ଫଳ ଦେଖିବା। ଏଇଟା ହେଲା ସ୍ଥିତ ଫଳ। ମଙ୍ଗଳଙ୍କର ଯେଉଁ ଗୋଚର ଫଳ ସ୍ଥିତ। ଦୃଷ୍ଟି ଫଳ ଚତୁର୍ଥ ଦୃଷ୍ଟି ନବମ ସ୍ଥାନ, ବୁଧ କ୍ଷେତ୍ର, କନ୍ୟା ରାଶିକୁ। ନବମ ହେଲା ଆପଣଙ୍କର ଭାଗ୍ୟସ୍ଥାନ। ଭାଗ୍ୟସ୍ଥାନକୁ ମଙ୍ଗଳ ଦେଖିଲେ ସେଇଟା ହେଉଛି ଶତ୍ରୁ କ୍ଷେତ୍ର। ପିତୃ ସହିତ ବିରୋଧ ହୋଇପାରନ୍ତି। ଧର୍ମ କାମ କରିବାକୁ ଇଚ୍ଛା ହେବନି। ଧାର୍ମିକ ମନୋଭାବନା ରହିବ ନାହିଁ। ତାଙ୍କ ଦୃଷ୍ଟି ହେଲା ଚତୁର୍ଥ ଦୃଷ୍ଟି। ବ୍ୟୟ ସ୍ଥାନକୁ ବା ଦ୍ୱାଦଶ ସ୍ଥାନକୁ ବା ଗୁରୁ କ୍ଷେତ୍ର ଧନୁରାଶିକୁ ମଙ୍ଗଳଙ୍କର ସପ୍ତମ ଦୃଷ୍ଟି। କ'ଣ ହେବ? ଅନିଦ୍ରା ପ୍ରାୟ ହୋଇପାରନ୍ତି। ବ୍ୟୟ ଟିକେ ଅଧିକା ହେବ, ଭଲ କାମରେ ହେବ, ଖରାପ କାମରେ ହେବନି। ବ୍ୟୟ ଟିକେ ହେବ। ହଉ 5,000 ରଖିଦେବେ, 50 କୋଟିକେ ରଖିଦେବ, ଗୋଟେ କାମରେ ଲାଗିଗଲା, କ'ଣ ପଇସା ଫୋପଡ଼ା ହେଉଛି? ଇଟା କାନ୍ଥ ଗଢ଼ିଦେବେ, ଇଟା ଥୁଆ ହେଲା, ଅସୁବିଧା କ'ଣ ଅଛି? କାମ ହେବ, ବ୍ୟୟ ହେବ। ନିଦ ଟିକେ କମ୍ ରହିଛି। ଅଷ୍ଟମ ଦୃଷ୍ଟି ଲଗ୍ନସ୍ଥାନ ମକର ରାଶି ଶନି କ୍ଷେତ୍ରକୁ। ଶରୀରକୁ ମଙ୍ଗଳ ଦୃଷ୍ଟି କଲା, ସେଠି ମଙ୍ଗଳ ଉଚ୍ଚା। ଯଦି ଶରୀରରେ କିଛି କ୍ଲେମ୍ ଥିବ, କୌଣସି ରୋଗ ଥିବ ଆପଣଙ୍କର, ଡାଇବେଟିସ୍ କି ଆମର ରହିଲା ବ୍ଲଡ଼ ପ୍ରେସର, କି ବର୍ତ୍ତମାନକୁ ଆଖି ରୋଗ, କି କାନ ରୋଗ, କି ନାକ ରୋଗ, କି ଚର୍ମ ରୋଗ, କି ପେଟ ରୋଗ, ଯାହା ଥିବ 64 କି 64 ରୋଗ ଥିବ, ସେଥିରେ ଟିକେ ଉପଶମ ଏଇ 1.5 ମାସ ମିଳୁଛି ସୁନିଶ୍ଚିତ।